ଏଇଟିକ ସମସ୍ତଙ୍କୁ ଅନୁରୋଧ କହିବେ କଳି ଯୁଗରେ ଜଗନ୍ନାଥଙ୍କ ନାଁଟା କ'ଣ। ଚାରି ଯୁଗେ ଚାରି ନାମ ହୋଇଛି ନିର୍ମାଣ, କଳି ଯୁଗେ ଜଗନ୍ନାଥ ନାମଟି କ'ଣ। ସୁଧୀଜନ ମାନେ ଯଦି ସଦକୁରୁ ସେବିକିରି ସେ ନାମଟିକୁ ପାଇପାରିବେ, ନିଶ୍ଚିତ ଭାବରେ ଭକତ ଶକତ ହୋଇ ବସିଥିବ, ବେନି ଧାରେ ଜଳ ଯିବ, ପର୍ବତ ପରାୟ ଜଳ ଯେ ଆସିଲେ ଭକ୍ତକୁ ଛୁଇଁ ନହିବ, ଅନଳ ସମୀର ଗଗନ ପ୍ରାନ୍ତରେ ଯେତେଟି ପ୍ରଳୟ ହୋଇ, ନାମ ବ୍ରହ୍ମରଟି ଯେହୁ ଥିବ ବାବୁ କୂଳକୁ ବିହନ ସେଇ। ଯିଏ ସେ ଜଗନ୍ନାଥଙ୍କ ନାମଟି ଜାଣିଥିବ, କଳ୍କୀଙ୍କର ନାଁଟି ଜାଣିଥିବ, ଆମେ ଯେଉଁ କହୁଛେ କଳ୍କୀ ନାମ ମହାମନ୍ତ୍ର, କର କରରେ ଭଜନ, ହରେ କଳ୍କୀ ତୁ କଳ୍କୀ ଭଳିଆ ହରେ ଭାଜନ କର ନାମକୁ। ସେଇଥିପାଇଁ କହୁଛି ନାମ ଭଜନ ନ କର ହେଳାରେ ଆସି ଘୋଟିଲାଣି କାଳ ବେଳା, ଅହର୍ନିଶି ଭଜ କଳଙ୍କି ମନ୍ତ୍ରକୁ କଣ୍ଠେ କରି ଜପାମାଳା। ତାକୁ ଜପାମାଳା ଭଳିଆ 24 ଘଣ୍ଟା ଚାଲିଥିବ, ସକଳ କର୍ମ କରୁଥିବ, ମନରୁ ସୂତ୍ର ନ ଛାଡ଼ିବ। ଆଉ ଗୀତାରେ କହିଛନ୍ତି ଯଜ୍ଞ ଜପଯଜ୍ଞସ୍ମିନ୍, ଯଜ୍ଞ ଭିତରେ ଜପଯଜ୍ଞ ହେଉଛି ଶ୍ରେଷ୍ଠ। ତମ ଭିତରେ ଏହି ମନ୍ତ୍ରକୁ ବ୍ୟାହୁତିରେ ନେଇ ମହାବ୍ୟାହୁତିରେ ପକାଇ ପ୍ରଣବ ଆହୁତି ଯେଉଁ ଊର୍ଦ୍ଧ୍ୱରେଖା ଧୂମ୍ର ହେଉଛି, ସେଥିରୁ ଆମେ ପ୍ରକୃତ ଫଳ ପାଇପାରିବା। ସେଥିପାଇଁ କି ଅଜପା ସୂତ୍ରରେ ଯଜ୍ଞ, ଅଜପା ସୂତ୍ରରେ ଭଜନ, ମାନସ ଉପଚାର ପୂଜା, ନାସାଗ୍ର ପୂଜନ ଏବଂ ଊର୍ଦ୍ଧ୍ୱରେ ତା ଦୃଷ୍ଟି ହେଉଛି ସବୁଠାରୁ ଶ୍ରେଷ୍ଠ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ମହାପୁରୁଷ, ଜୟ କଳ୍କୀରା। ଯେଉଁ କହୁଛନ୍ତି ଅନେକ କହୁଛନ୍ତି 2031 ସୁଦ୍ଧା କଳିଯୁଗ ଶେଷ ହେଇଯିବ, ସତରେ କ'ଣ 2031 ସୁଦ୍ଧା କଳିଯୁଗ ଶେଷ ହେଉଛି? ଯୁଗ ବୋଲି କିଛି ନାହିଁ। ଯୁଗ ଆସିଲେ ଗୋଟେ ବନ୍ଧ ବାଡ଼ ପଡ଼େନି। ମଣିଷର ମନ ପରିବର୍ତ୍ତନରେ ଯୁଗ ପରିବର୍ତ୍ତନ। ଆମ ଭିତରେ ସତ୍ୟତାର ଭାବ ଯେତେବେଳେ ଅଧିକ ଥିଲା ସେତେବେଳେ ସତ୍ୟ ଯୁଗ, ଯେତେବେଳେ ଆମ ଭିତରେ ଶାନ୍ତି ପଳେଇଲା ତ୍ରେତୟା ଯୁଗ, ଯେତେବେଳେ ଦୟା ପଳେଇଲା ଦ୍ୱାପର ଯୁଗ, ଯେତେବେଳେ କ୍ଷମା ପଳେଇବ କଳିଯୁଗ। ଇଏ ସବୁ ଯେତେବେଳେ ପଳେଇ ଆସିବ ଆପେ ଆପେ ଗୋଟେ ମଣିଷ ପାଇଁ ସତ୍ୟ ଯୁଗ ଆରମ୍ଭ ହେଇଯିବ। ସତ୍ୟ ଯୁଗ ହିରଣ୍ୟକଶ୍ୟପ ପାଇଁ କି ସତ୍ୟ ଯୁଗ ନଥିଲା। ତ୍ରେତୟା ଯୁଗ ରାବଣ ପାଇଁକି ତ୍ରେତୟା ଯୁଗ ନଥିଲା। ଦ୍ୱାପର ଯୁଗ କଂସ ପାଇଁକି ଦ୍ୱାପର ଯୁଗ ନଥିଲା। କଳି ଯୁଗରେ ସତ୍ୟବାଦୀ ପାଇଁକି କାହା କଳି ଯୁଗ ନୁହଁ। ବଶିଷ୍ଠ, ବିଶ୍ୱାମିତ୍ର, ଜାବାଳ, ଯମଦଗ୍ନି, ଅଙ୍ଗିରା, କ୍ରତୁ, ପୁଲ, ଯେତେ ମହାନ ମହର୍ଷି ରହିଥିଲେ, ସେମାନେ ତପ ଫଳରେ ସବୁ ସମୟରେ ସତ୍ୟ ଯୁଗ ଅନୁଭବ କରୁଥିଲେ। ସତ ନାମକୁ ଯିଏ ଧରିଛି ଏଭ୍ରି ଟାଇମ୍ ଆର୍ ଇଚ୍ ଅଦର, ତା ପାଇଁକି ତାହା ସତ୍ୟ ଯୁଗ। ଏଇଟା ହେଉଛି ନିର୍ଯାସ। ସତ୍ୟ ପଥରେ ପଥିକ ହେଉଥିବା ବ୍ୟକ୍ତି ପାଇଁକି ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ସତ୍ୟ ଯୁଗ। କଳିହତ ମାନବ ପାଇଁକି ପ୍ରତ୍ୟେକ ମୁହୂର୍ତ୍ତ ହେଉଛି କଳି ଯୁଗ। ତମେ ଯେଉଁ ପ୍ରକାର ଅନ୍ନ ଖାଇବ ସେମିତିଆ ମନ ହେବ, ଯେଉଁ ପ୍ରକାର ପାଣି ପିଇବ ସେମିତିଆ ବାଣୀ ହେବ। ଏଇଟା କଳ୍କୀ ଅବତାର ଜନ୍ମଗ୍ରହଣ କରିସାରିଲେଣି ଢେଙ୍କାନାଳରେ। କାହାର କ'ଣ ମନ୍ତବ୍ୟ ଆମେ କିଛି କହିପାରୁନୁ। କିଏ ତ କହୁଛନ୍ତି ବଳଦେବ ଘରେ ଜନ୍ମ ହେଲେଣି। ସିଏ କହିଲେ ଯେ ଧର୍ମ ସଂସ୍ଥାପନା ଥାୟ ସମ୍ଭବାମି ଯୁଗେ ଯୁଗେ। ହେବେ, ନିରାକାରରୁ ନରାକାର ହେବେ, କିନ୍ତୁ ଏତେ ବଡ଼ ଦୁଷ୍କୃତ ପରିସ୍ଥିତିରେ ସେଭଳିଆ ରୂପ ତ ଆଗକୁ ଆସୁନାହିଁ। ପଞ୍ଚସଖା ମାନେ ନିଜକୁ ଗୁପ୍ତ କରି ରଖିନଥିଲେ, ସେ ସୁପ୍ତ ଭାବରେ ଜ୍ଞାନ ବିତରଣ କରୁଥିଲେ। ତେଣୁ କରିକି ନିଜ ହୃଦୟ ଭିତରେ ସେଇ ପ୍ରଭୁଙ୍କୁ ଜାଗ୍ରତ କରେଇକି ଯିଏ ପ୍ରତ୍ୟେକ ମୁହୂର୍ତ୍ତରେ ସେଇ ବ୍ରହ୍ମ ସତ୍ତାକୁ ଅନୁଭବ କରିପାରିବ, ତାହା ହିଁ ହେଉଛି ପ୍ରକୃତ ଯଜ୍ଞ, ଜପ ଆଉ କ୍ରିୟା। ଏମିତି ଅନେକ କଳ୍କୀ ଅନେକ ଅନନ୍ତ କହିକିରି ଗଲେଣି, ତାଙ୍କର ପତାହତା କିଛି ନାହିଁ। ତେଣୁ କରିକି ଯାଦୃଶୀ ଭାବନାମ୍ ଯସ୍ୟ, जिसकी भावना जैसी प्रभु मूरत मिले तैसी। आपण माने वस्त्र काहे पिंधुचंती? वस्त्र काहे पिंधुच?
गोटे नारी जदि उल्लग्न होकर बुलिब तार आउ महत्व रहिब सही प्रकार होची ए कथा। ब्रह्म विद्या को जदि आम गोप्य भाव में रखिबा तार महत्व वृद्धि पाए। नारीटी को जो प्रकार गुप्त भाव में रखा जाइछि अमूल्य संपद पाई सेमिति महाब्रह्म विद्या को मध्य अमूल्य संपद भाव रखा जाइछि। ताकू सदगुरु सेविकी लोक मैंने जानीपारे तत्व गुरु को जो मैंने सेविबे से मैंने पाइपारे एवं ताहा जगतर हितकारी। यहाँ हूँ कथा से मनोवृत्ति रे चलिबो आगो को आसुची से प्रकार महान महान समय आउ गोटे समय आपण मानक पई कि आमे नै आसीचु 2026 मसीहा मे मास 2 तारिख रु 6 तारिख पर्यंत श्री 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 विजया विश्वरूपा ब्रह्म विराट अनंत कल्की महायज्ञ ये गोटे महान यज्ञ। एथिरे 1000 अष्टभुजा विश्वरूपा दुर्गांकर रूप आपण मान देखिपारे। अनंत आउ कल्की नील धवल रूपर प्रदर्शन पंचसखा मानकर अजपा सूत्र रे यज्ञ राधाकृष्ण जुगल मूर्ति ओंकार मध्य अष्टसखी को घेनी अजपा सूत्र रे यज्ञ एवं रास एवं विश्वर कल्याण निमित्तार्थे निराकार मंत्र रे 1 लाख आहुति प्रदान करा जीवो। यही यज्ञ 5 दिन धरी चलिबो। पंचसखांक अनुसार 5 दिन चलिबो। 2 तारिख दिन मे 2 तारिख 2026 दिन आमे अंकुर अधिवास संगे रासर अधिवास हब पंचरंगी ध्वजा उड़ीबो। 3 तारिख दिन 16 मंडलर भक्त मानक नेकिरी गोटे विशाल शोभा यात्रा महामंत्र नामर परिक्रमा एवं जल यात्रा करा जीवो। सदिन रास यज्ञर अयम आरंभ करा जीवो। 4 तारिख 4 मे 2026 विश्वरूपा एवं अनंत कल्कींकर प्राण प्रतिष्ठा संगे प्रकाश यज्ञ मध्य करा जीवो एवं महारास उत्सव मध्य करा जीवो जहा अविरत भाव में चलिबो। यही रास उत्सव रे बहु यही यज्ञ उत्सव रे बहु मान्यगण्य साधु संत माने योगदान करिवे। गोटे दिन आमे सनातन धर्म महासभा आमे करिबू। आमे समस्ते मिसी गोटे सनातन धर्म महासभा करिबा। आमर ये सनातन धर्म महासभा रे आपणकर जाति धर्म वर्ण निर्विशेष रे हिंदू मुसलमान ख्रिस्टियान सिख जैन बुद्ध अलेख शाक्त शैव वैष्णव गोटे मंचरे समस्ते बसिबे। समस्त को एकत्र करा जाई समस्त पंथार सार तत्व को निया जाई धर्मांधीकरण भितरे न बुड़ी राष्ट्र प्रेम एवं विश्व भातृत्व को जागृत करने निमंते गोटे आह्वान दिया सनातन धर्म महासभा बा सर्वधर्म समन्वय सभा।
ସମସ୍ତେ ଏକ ସର୍ବଭୂତେଷୁ ଆତ୍ମବତ୍। ଏହି ଦୃଷ୍ଟିରେ ଏହି ଯଜ୍ଞରେ ବରିଷ୍ଠ ସାଧୁ ସନ୍ଥମାନେ ଯୋଗଦାନ କରିବେ। ତାକୁ ଆମେ ଅନ୍ୟ ସମୟରେ ପ୍ରକାଶ କରିବୁ ଏବଂ ସାଧୁ ସନ୍ଥମାନଙ୍କୁ ମଧ୍ୟ କିଛି ସ୍ନାନ ତର୍ପଣର ବ୍ୟବସ୍ଥା ରହିଛି। ରାଷ୍ଟ୍ରୀୟ ସାଧୁ ସନ୍ଥ ସମ୍ମିଳନୀ ହେବ ଏବଂ 2026 ମେ 6 ତାରିଖ ଦିନ ଏହାର ପୂର୍ଣ୍ଣାହୁତି। ପ୍ରତ୍ୟେକ ଦିନ ହରିହାଟର ବ୍ୟବସ୍ଥା ଏବଂ ଗୋଟିଏ ଦିନ ସର୍ବଭକ୍ତମାନଙ୍କୁ ମହାପୁରୁଷଙ୍କର କିଛି ବିରଳ ଗ୍ରନ୍ଥ ମଧ୍ୟ ମେଲାଣି ଦିଆଯିବ। ସମସ୍ତେ ଏହି ଯଜ୍ଞରେ ଯୋଗଦାନ କରି ନିଜର କଳିକଳମୁଷକୁ ବିନାଶ କରନ୍ତୁ। ଯାହାକୁ କୁହାଯାଇଛି ଅନନ୍ତା ଅନନ୍ତ ବ୍ୟକ୍ତଙ୍କ ଅରୂପ ରୂପ ପ୍ରକାଶିତ କଳିକଳମୁଷ ନାଶାର୍ଥେ ଗୁପ୍ତ ଲୀଳା ପ୍ରକାଶିତ। ଆସନ୍ତୁ ସମସ୍ତେ ଏକ ହବା ସତ୍ୟ ସନାତନ ଧର୍ମର ପ୍ରତିଷ୍ଠା ନିମିତ୍ତାର୍ଥେ, ପଞ୍ଚସଖା ଧର୍ମ ଦର୍ଶନର ପ୍ରତିଷ୍ଠା ନିମିତ୍ତାର୍ଥେ ଆଗକୁ ବଢ଼ିବା, ବିଶ୍ୱ ଜଗତର ମଙ୍ଗଳ ବିଧାନ କରିବା। ଜୟ ଜଗନ୍ନାଥ, ଜୟ ପଞ୍ଚସଖା। ବାବା ଗୋଟେ ଶେଷ ପ୍ରଶ୍ନ ରହିବ, ରହିଛି ମିନସନି ଆଉ କେତେ ଦିନ ଭୋଗ ହବ? ମିନସନି ଆଉ ଗୋଟିଏ ବର୍ଷ ଅଛି, 1.5 ବର୍ଷ ଗଲାଣି, ଆଉ ଗୋଟିଏ ବର୍ଷ ଅଛି। ଆଉ ଏଇ 1.5 ବର୍ଷ ଭିତରେ ଆଉ କିଛି ଅଳ୍ପ ବିଶ୍ୱସ୍ତରରେ କ୍ଷୟକ୍ଷତି ହବ, ତାପରେ ପୁଣି ପରିସ୍ଥିତି ପଳେଇ ଆସିବ ଠିକ ଠାକ। କିଛି ଭୟ କରିବାର ନାହିଁ। ମୁଁ ଯଦି ଠିକ, ମୋ ପାଇଁ ଦୁନିଆ ଠିକ। এইটা হচ্ছে ଧର୍ମ ଜାଗରଣ। କେତେ ବର୍ଷକୁ ଥରେ ପଡେ? ଶୁଣ, ନାକ୍ଷତ୍ରିକ ହିସାବରେ ଗୋଟିଏ ଗୋଟିଏ ଅଭିଜିତ ନକ୍ଷତ୍ର ଏକାଠି ହେଇକରି ମିନସନି ପଡେ। ତାହା ସମସ୍ତେ କହୁଛନ୍ତି, ତାକୁ ଆମେ ଆଉ ଘୋରିବା ଆବଶ୍ୟକ ନୁହଁ। ମୀନ ହେଉଛି ମଣିଷ, ସଂସାର ଜଳ ରୂପେଣ ମୀନ ରୂପେଣ ମାନବା। ଶନି ହେଉଛି ଧୀବର, କାଳରୂପିଞ୍ଚ ଧୀବର। ମଣିଷ ଯେତେବେଳେ ମାଛ ଯେତେବେଳେ କୈବର୍ତ୍ତର କବଳରେ ପଡ଼େ ସେ ଛଟପଟ ହୋଇକି ମରେ। ଆମେ ଯେତେବେଳେ ପ୍ରକୃତିର କବଳିତ ହଉ ମାୟାରେ, ଆମର ବିନାଶ ସୁନିଶ୍ଚିତ। ଯିଏ ମାୟାକୁ କାଟିବ, ଈଶ୍ୱର ସତ୍ତାକୁ ଅନୁଭବ କରିବ। ଜୟ ଜଗନ୍ନାଥ।